ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ। ଆଜି ଆମେ ଡିସ୍କସନ୍ କରିବା ପ୍ରାକ୍ ସାରଳା ସାହିତ୍ୟର କିଛି ସର୍ଟ କୋଶ୍ଚିନ୍ ଆନ୍ସର୍ ଉପରେ, ଯାହାକି ତୁମର ଏକ୍ଜାମ୍ ରିଲେଟେଡ଼୍ ୟୁଜିସି ନେଟ୍ ପ୍ରିପାରେସନ୍ ହଉ କି +3 ସେକେଣ୍ଡ ସେମିଷ୍ଟରର ପରୀକ୍ଷା ପାଇଁ ପ୍ରସ୍ତୁତି ହେଉ, ଯେକୌଣସି କମ୍ପିଟେଟିଭ୍ ଏକ୍ଜାମ୍ର ଓଡ଼ିଆ ବିଭାଗରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଏ ବିଷୟ ଗୁଡ଼ାକ ଉପାଦେୟ ହେବ। ତ ଚ୍ୟାନେଲରେ ନୂଆ ଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ପ୍ରାକ୍ ସାରଳା ସାହିତ୍ୟ। ଚର୍ଯ୍ୟା ଗୀତ ଗୁଡ଼ିକୁ କେଉଁ ମସିହାରେ କିଏ ନେପାଳକୁ ଉଦ୍ଧାର କରିଥିଲେ? 1907 ମସିହାରେ ହରପ୍ରସାଦ ଶାସ୍ତ୍ରୀ। ଚର୍ଯ୍ୟା ଗୀତ ଗୁଡ଼ିକୁ ବୌଦ୍ଧଗାନ ଦୋହା ଭାବରେ କିଏ ନାମକରଣ କରିଥିଲେ? ହରପ୍ରସାଦ ଶାସ୍ତ୍ରୀ। ଚର୍ଯ୍ୟା ଗୀତିକାର ସମ୍ପାଦନା କିଏ କରିଛନ୍ତି? କରୁଣାକର କର। ଲୋଇପାଙ୍କୁ କିଏ ଲୋଇ ଦାସ ଭାବରେ ବର୍ଣ୍ଣନା କରିଛନ୍ତି? ଅଚ୍ୟୁତାନନ୍ଦ ଦାସ। ବୌଦ୍ଧଗାନ ଦୋହା କିଏ ଆବିଷ୍କାର କରିଥିଲେ? ହରପ୍ରସାଦ ଶାସ୍ତ୍ରୀ। ଅବଲୋକିତେଶ୍ୱର କେଉଁ ଧର୍ମର ପ୍ରତିନିଧିତ୍ୱ କରନ୍ତି? ବୌଦ୍ଧ ଧର୍ମର। ଚର୍ଯ୍ୟା ଗୀତ ଗୁଡ଼ିକର ସ୍ରଷ୍ଟା କିଏ? ବୌଦ୍ଧ ସିଦ୍ଧଚାର୍ଯ୍ୟମାନେ ହେଲେ ଚର୍ଯ୍ୟା ଗୀତ ଗୁଡ଼ିକର ସ୍ରଷ୍ଟା। ଆଉ ଗୋଟେ ଜିନିଷ, ଚର୍ଯ୍ୟା ଗୀତ ଯେଉଁ ଲେଖା ହେଇଛି ସର୍ବାଧିକ ଚର୍ଯ୍ୟା ଗୀତି କେଉଁମାନେ ଲେଖିଛନ୍ତି? କାହ୍ନୁପା ଲେଖିଛନ୍ତି। ଚର୍ଯ୍ୟା ଗୀତକୁ ଚର୍ଯ୍ୟାପଦ କହିବାର କାରଣ କ'ଣ? ବଙ୍ଗୀୟ ବୈଷ୍ଣବ କବିତାର ପ୍ରଭାବ ହେତୁରୁ ଆମେ ଚର୍ଯ୍ୟା ଗୀତକୁ ଆମେ ଚର୍ଯ୍ୟାପଦ ବୋଲି କହିଥାଉ। ଚର୍ଯ୍ୟା ଗୀତିକାର ରଚନା କେଉଁ ସମୟର? 7ମ ଶତାବ୍ଦୀରୁ 12ଶ ଶତାବ୍ଦୀ ମଧ୍ୟରେ ଚର୍ଯ୍ୟା ଗୀତିକାର ସମୟକାଳ। ଚର୍ଯ୍ୟା ଗୀତ ଗୁଡ଼ିକ କେଉଁ ମସିହାରେ ବୌଦ୍ଧଗାନ ଓ ଦୋହା ନାମରେ ପ୍ରକାଶିତ ହୋଇଥିଲା? 1916 ମସିହାରେ। ଚର୍ଯ୍ୟା ଗୀତିକାର ଭାଷାକୁ କିଏ ପ୍ରାକୃତ ବୋଲି ଗ୍ରହଣ କରିଛନ୍ତି? ମୁନିଦତ୍ତ ତାଙ୍କର ଚର୍ଯ୍ୟା ଗୀତର ଟୀକାକାରରେ ସେ ଲେଖିଛନ୍ତି। ଚର୍ଯ୍ୟାକାରଙ୍କ ଦ୍ୱାରା ରଚିତ ଗୀତ ଗୁଡ଼ିକ ନେପାଳରେ କେଉଁ ନାମରେ ପରିଚିତ? ଚାଚା ଗୀତ ବୋଲି କୁହାଯାଏ। କେଉଁ ବିଦେଶୀ ଗବେଷକ ନେପାଳର ବୌଦ୍ଧ ଭିକ୍ଷୁମାନଙ୍କଠାରୁ ଚର୍ଯ୍ୟା ଗୀତ ସଂଗ୍ରହ କରିଥିଲେ? ଡକ୍ଟର ଆର୍ନୋଲ୍ଡ ବୁକେ। ଚର୍ଯ୍ୟା ଶବ୍ଦ କେଉଁ ଅର୍ଥରେ ବ୍ୟବହୃତ? ଚର୍ଯ୍ୟାର ଅର୍ଥ ଆଚାର ବା ଆଚରଣ। ଚର୍ଯ୍ୟା ଗୀତିଗୁଡ଼ିକର ମୂଳ ପୋଥିର ନାମ କ'ଣ ଥିଲା? ଚର୍ଯ୍ୟାଶ୍ଚର୍ଯ୍ୟ ବିନିଶ୍ଚୟ ବା ଚର୍ଯ୍ୟାଶ୍ଚର୍ଯ୍ୟ ବିନିଶ୍ଚୟ। ଚର୍ଯ୍ୟା ଗୀତିଗୁଡ଼ିକର ସ୍ରଷ୍ଟା ଭାବରେ କେତେ ଜଣ କବିଙ୍କର ନାଁ ମିଳିପାରିଛି? 23 ଜଣଙ୍କର ନାଁ ମିଳିପାରିଛି। ଚର୍ଯ୍ୟା ଗୀତି କୋଶବୃତ୍ତି ଗ୍ରନ୍ଥର ରଚୟିତା କିଏ? ମୁନିଦତ୍ତ। ଜଳନ୍ଧରିପାଙ୍କ ଗୁରୁଙ୍କ ନାମ କ'ଣ? ଇନ୍ଦ୍ରଭୂତି। ସିଦ୍ଧ ସରହପା ଅନ୍ୟ କେଉଁ ନାମରେ ପରିଚିତ? ରାହୁଳ ସୂଚୀ। ବୌଦ୍ଧଗାନ ଓ ଦୋହା ପୂର୍ବରୁ କିଛି ଦୋହାକୁ ନେଇ କେଉଁ ଗ୍ରନ୍ଥ ପ୍ରକାଶ ପାଇଥିଲା? ସୁଭାଷିତ ସଂଗ୍ରହ। ସେଥିରେ 28ଟି ଦୋହା ଥିଲା। ସିଦ୍ଧ ଲୋଇପା ଓଡ଼ିଆନର ବୋଲି କିଏ ମତ ଦେଇଛନ୍ତି? ଲାମା ତାରନାଥ ମତ ଦେଇଛନ୍ତି। କେଉଁ ଗ୍ରନ୍ଥରେ? ପାକ୍ସନ୍ ଜୋନଜାଙ୍ଗ ଗ୍ରନ୍ଥରେ। ଲୋଇପାଙ୍କର ଗୁରୁଙ୍କ ନାମ କ'ଣ? ଶବରୀପା। କାୟା ତରୁବର ପଞ୍ଚମୀ ଡାଳ ଚଞ୍ଚଳ ଚିଏ ପଇଠା କାଳ ଏ ଗୀତିକାଟିକୁ କିଏ ଲେଖିଛନ୍ତି? ଲୋଇପା। କାୟାତରୁ ଚର୍ଯ୍ୟା, ଯେଉଁଟାକି ପଟ୍ଟମଞ୍ଜରୀ ରାଗରେ ରଚିତ। ତାଙ୍କର 2ଟି ଅଛି, କାୟାତରୁ ଚର୍ଯ୍ୟା, ସହଜ ତତ୍ତ୍ୱ ଚର୍ଯ୍ୟା। ବୌଦ୍ଧ ଦର୍ଶନାନୁସାରେ ପଞ୍ଚସ୍କନ୍ଧ କ'ଣ? ରୂପ, ବେଦନା, ସଂଜ୍ଞା, ସଂସ୍କାର, ବିଜ୍ଞାନ। ଧମଣ ଚମଣର ଅର୍ଥ କ'ଣ? ପ୍ରାଣବାୟୁକୁ ବାମ ନାସାରେ ଗ୍ରହଣ କରି ଦକ୍ଷିଣରେ ଛାଡ଼ିବା ଓ ଦକ୍ଷିଣରେ ଗ୍ରହଣ କରି ବାମରେ ଛାଡ଼ିବା ହେଉଛି ଧମଣ ଚମଣର ଅର୍ଥ। କେଉଁ ଚର୍ଯ୍ୟାକାରଙ୍କୁ ରାଜା ଧର୍ମପାଳଙ୍କ ସମସାମୟିକ ଭାବରେ ଗ୍ରହଣ କରାଯାଇଛି? ଶବରୀପାଙ୍କୁ। ସୁନ ନୈରାମଣି କଣ୍ଠେ ଲଇଆ ମହାସୁହେ ରାତି ପୋହାଇ ର ଚର୍ଯ୍ୟାକାର କିଏ? ଶବରୀପା। ଶାନ୍ତିପାଙ୍କ ଗୁରୁ କିଏ? ମଞ୍ଜୁ ବଜ୍ର। ବଜ୍ରଯାନର ପ୍ରବର୍ତ୍ତକ କିଏ? ଇନ୍ଦ୍ରଭୂତି।
ସହଜଯାନର ପ୍ରବର୍ତ୍ତକ କିଏ? ଲକ୍ଷ୍ମୀଙ୍କରା। ଭୁସୁକୁପାଙ୍କ ମୂଳ ନାମ କ'ଣ ବୋଲି ବିଶ୍ୱାସ ରହିଛି? ଶାନ୍ତିଦେବ। ଜାତକ କଥା କେଉଁ ଧର୍ମର ସହିତ ସମ୍ପୃକ୍ତ? ବୌଦ୍ଧ ଧର୍ମ ସହିତ। କାହ୍ନୁପାଙ୍କ ଅନ୍ୟ ନାମ କ'ଣ ଥିଲା? ମନ୍ତ୍ରଣାଚାର୍ଯ୍ୟ। ସରହପାଦଙ୍କ କେଉଁ ନାମରେ ଖ୍ୟାତି ଥିଲେ? ମହାଶବର। ଶବରୀପାତ ଶବର। ତାପରେ ସରହପାଦ ହଉଛନ୍ତି ମହାଶବର ନାମରେ ଖ୍ୟାତି ଅର୍ଜନ କରିଛନ୍ତି। ନଗର ବାହିରେ ଡୋମ୍ବି ତୋହରି କୁଡ଼ିଆର ଚର୍ଯ୍ୟାକାର କିଏ? କାହ୍ନୁପା। କ'ଣ କହିଥିଲେ? ନଗର ବାହିରେ ଡୋମ୍ବି ତୋହରି କୁଡ଼ିଆ ଛୋଇ ଛୋଇ ଯାଇସ ବ୍ରାହ୍ମଣୀ ନଡ଼ିଆ। ଏଥିରେ ଡୋମ୍ବି ଶବ୍ଦର ବ୍ୟବହାର କରାଯାଇଛି। କାହ୍ନୁପାଙ୍କର ଯେକୌଣସି ରଚନା ଦେଖିବ ଡୋମ୍ବିକୁ ସେ ଡୋମ୍ବି ଶବ୍ଦର ବ୍ୟବହାର କରିଛନ୍ତି। ତ ଉଦକ ଚାନ୍ଦ ଜିମ ସାଚନା ମିଛା କେଉଁ କବିଙ୍କ ରଚନା? ଲୁଇପାଙ୍କର। ଚର୍ଯ୍ୟା ଗୀତିକାରେ ସର୍ବାଧିକ କବିତା କେଉଁ କବିଙ୍କର ରହିଛି? କାହ୍ନୁପାଙ୍କର 13ଟି କବିତା। ପଦ୍ମସମ୍ଭବ କିଏ? ଇନ୍ଦ୍ରଭୂତିଙ୍କ ପାଳିତ ପୁତ୍ର। ପାକ୍ ସମ୍ ଜୋନଜାଙ୍ଗର ବିବରଣୀକାର କିଏ? ଲାମା ତାରାନାଥ। ଚର୍ଯ୍ୟା ଗୀତି ଗୁଡ଼ିକରେ କେଉଁ ପଦଟି ଧ୍ରୁବପଦ ଭାବରେ ଗୃହୀତ? ଦ୍ୱିତୀୟ ପଦଟି। ଚର୍ଯ୍ୟା ଗୀତିକାର ଭାଷା କ'ଣ? ସାନ୍ଧ୍ୟ ଭାଷା, ମାନେ ଦୁଇଟି ଅର୍ଥ ପ୍ରକାଶ ପାଉଥିବ। ଚର୍ଯ୍ୟା ସନ୍ଧ୍ୟା ଭାଷାର ରଚନା ରୀତି କ'ଣ? ସଙ୍ଗତ ଓ ଅସଙ୍ଗତ ଆକ୍ଷରିକ ଅର୍ଥ ସତ୍ତ୍ୱେ ଗୂଢ଼ାର୍ଥ ନିହିତ ପଦ। ଗୋଟେ ଥିବ ତ ଚର୍ଯ୍ୟା ଗୀତିର ଶାଶୁ କାହାର ପ୍ରତୀକ ଭାବରେ ଗୃହୀତ? ଶ୍ୱାସ। ଚର୍ଯ୍ୟା ଗୀତିରେ ମୂଷା, ହରିଣ, ଗଜ କାହାର ପ୍ରତୀକ ଭାବରେ ବ୍ୟବହୃତ? ଚିତ୍ତର ପ୍ରତୀକ ଭାବରେ। ବର୍ଣ୍ଣଓ ସନ୍ଧ୍ୟା ଭାଷାକୁ କ'ଣ କହିଛନ୍ତି? ଭାଷା ପ୍ରହେଳୀ। ସିଦ୍ଧ ସାହିତ୍ୟ ଗ୍ରନ୍ଥର ରଚୟିତା କିଏ? ଧର୍ମବୀର ଭାରତୀ। ବଜ୍ରଗୀତିର ଭାଷା କ'ଣ? ଆବହଟ୍ଟ। ଦୋହାର ଭାଷା କ'ଣ ବୋଲି ଗବେଷକମାନେ ମତ ଦେଇଛନ୍ତି? ଅପଭ୍ରଂଶ। କିଏ ପ୍ରଥମେ ଗୌତମ ବୁଦ୍ଧଙ୍କୁ ଶିଷ୍ୟତ୍ୱ ଗ୍ରହଣ କରିଥିଲେ? ତପସୁ ଓ ଭଲ୍ଲିକ। କଳିଙ୍ଗରେ ବୁଦ୍ଧଙ୍କର କେଉଁ ଅଂଶ ପୂଜା ହେଉଥିବାର ବିଶ୍ୱାସ କରାଯାଏ? ବାମ କଳଦାନ୍ତ। ଆଧ୍ୟାତ୍ମିକ ଶୂନ୍ୟବାଦର ପ୍ରବର୍ତ୍ତକ କିଏ? ନାଗାର୍ଜୁନ। ଅଶ୍ୱଘୋଷ କେଉଁ ସମୟର? ପ୍ରଥମ ଶତାବ୍ଦୀର। ପ୍ରମାଣ ସମୁଚ୍ଚୟ ଗ୍ରନ୍ଥ କିଏ ରଚନା କରିଥିଲେ? ଦିଗ୍ନାଗ ରଚନା କରିଥିଲେ। ଜଗନ୍ନାଥଙ୍କୁ ବୌଦ୍ଧ ରୂପରେ ପ୍ରଥମେ କିଏ ପ୍ରାର୍ଥନା କରିଥିଲେ? ଇନ୍ଦ୍ରଭୂତି। ପ୍ରଣିପତ୍ୟେ ଜଗନ୍ନାଥ ସର୍ବଜିନ ବିରାଚିତମ୍ ପଦଟିର ସ୍ରଷ୍ଟା କିଏ? ଇନ୍ଦ୍ରଭୂତି। ନାଳନ୍ଦା ବିଶ୍ୱବିଦ୍ୟାଳୟରେ କୁଳପତି ଥିବା ଦିଗ୍ନାଗ ଓଡ଼ିଶାର କେଉଁ ସ୍ଥାନରେ ସାଧନାରତ ଥିଲେ? ପୁରୀ ଜିଲ୍ଲାର ଡେଲାଙ୍ଗ ନିକଟସ୍ଥ ଭୋରଶୈଳ ବିହାରଠାରେ। ମାଦଳା ପାଞ୍ଜି ବିଷୟକୁ କେତୋଟି ଭାଗରେ ବିଭକ୍ତ କରାଯାଇଛି? 3 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ମାଦଳା ରାଜାମାନଙ୍କର ରାଜଭୋଗ, ମନ୍ଦିର ନିର୍ମାଣର ଇତିହାସ ଆଉ ମନ୍ଦିରକୁ କେନ୍ଦ୍ର କରି ଘଟିଥିବା ଘଟଣାବଳୀ। ମାଦଳା ପାଞ୍ଜି ହେଉଛି ଏମିତି ଗୋଟେ ରଚନା ଯେଉଁଥିରେ ଜଗନ୍ନାଥ ମନ୍ଦିରର ସମସ୍ତ ରୀତିନୀତି, ପୂଜାବିଧି, ଇତିହାସ ସେଇ ସବୁ ଜିନିଷର ବର୍ଣ୍ଣନା ରହିଥାଏ। କେଉଁ ବିଦେଶୀ ଗବେଷକ ମାଦଳା ପାଞ୍ଜିର ଐତିହାସିକତାକୁ ଖଣ୍ଡନ କରିଥିଲେ? ପ୍ଲିଟ। ମାଦଳା ପାଞ୍ଜିକୁ ପଡ଼ୋଶୀ ବଙ୍ଗ ପ୍ରଦେଶରେ କେଉଁ ଗ୍ରନ୍ଥ ସହିତ କିଛି ଗବେଷକ ତୁଳନା କରିଛନ୍ତି? କୁଳଜୀ ଗ୍ରନ୍ଥମାଳା। କେଉଁମାନେ ମାଦଳା ପାଞ୍ଜି ରଚନା କରିଥାନ୍ତି? ଦେଉଳକରଣ ଆଉ ଚଡ଼ାଉକରଣ ମାନେ। ମାଦଳା ପାଞ୍ଜି ସମ୍ପର୍କରେ କେଉଁ ଓଡ଼ିଆ ଗବେଷକ ପ୍ରଥମେ ଚର୍ଚ୍ଚା କରିଥିଲେ? ଜଗବନ୍ଧୁ ସିଂ। ପ୍ରାଚୀନ ଉତ୍କଳ କେବେ ଓ ଏହାର ସ୍ରଷ୍ଟା କିଏ? ପ୍ରାଚୀନ ଉତ୍କଳ କେବେ ପ୍ରକାଶିତ ହୋଇଥିଲା ଓ ଏହାର ସ୍ରଷ୍ଟା କିଏ? 1929 ମସିହା। ଜଗବନ୍ଧୁ ସିଂ। ମାଦଳା ପାଞ୍ଜିର ବିଷୟବସ୍ତୁକୁ କେବେ ସାହିତ୍ୟିକ ସ୍ୱୀକୃତି ମିଳିଥିଲା? 1932 ମସିହାରେ। ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶରେ। କିଏ ପ୍ରଥମେ ମାଦଳା ପାଞ୍ଜିର କ୍ରିୟଦଂଶ ସଂକଳନ କରିଥିଲେ? ଆର୍ତ୍ତବଲ୍ଲଭ ମହାନ୍ତି। ଐତିହାସିକ
ହରେକୃଷ୍ଣ ମହାତାବ ମାଦଳା ପାଞ୍ଜିର ଲେଖା କେବେ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି? ରାମଚନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି। କିମ୍ବଦନ୍ତୀ ଅନୁସାରେ ମାଦଳା ପାଞ୍ଜି କେଉଁ ରାଜାଙ୍କ ସମୟରେ ଆରମ୍ଭ ହୋଇଥିଲା? ଚୋଡ଼ଗଙ୍ଗ ଦେବଙ୍କ ସମୟରେ। କେଉଁ ବିଦେଶୀ ଗବେଷକ ମାଦଳା ପାଞ୍ଜି ସମ୍ପର୍କରେ ପ୍ରଥମେ ଆଲୋଚନା କରିଥିଲେ? ଷ୍ଟାର୍ଲିଂ ସାହେବ। ମର୍ଦ୍ଦଳାକାରରେ ବନ୍ଧା ହୋଇଥିବାରୁ ଏହା ମାଦଳା ପାଞ୍ଜି ବୋଲି କିଏ କହିଥିଲେ? ଜଗବନ୍ଧୁ ସିଂ। ମାଦଳା ପାଞ୍ଜି ପାଇଁ କିଏ ତଥ୍ୟ ସଂଗ୍ରହ କରନ୍ତି? କୋଠକରଣ। ମାଦଳା ପାଞ୍ଜିର କେତୋଟି ନକଲ ପ୍ରସ୍ତୁତ ହୋଇଥିବାର ଜଣାଯାଏ? 3ଟି ନକଲ। ଜଗନ୍ନାଥ ମନ୍ଦିରର ଦୈନନ୍ଦିନ ନୀତି କେଉଁ ବିଭାଗରେ ଲିପିବଦ୍ଧ ହେଉଥିଲା? କାମାଙ୍ଗୀ ବିଭାଗରେ। ମାଦଳା ପାଞ୍ଜିକୁ ଆସାମୀ ସାହିତ୍ୟରେ କାହା ସହିତ ତୁଳନା କରାଯାଇଛି? ବୁରୁଞ୍ଜି ସହିତ। ରୁଦ୍ରସୁଧାନିଧିର ଲେଖକ କିଏ? ନାରାୟଣାନନ୍ଦ ଅବଧୂତ ସ୍ୱାମୀ। ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ ଗ୍ରନ୍ଥରେ ରୁଦ୍ରସୁଧାନିଧିର କିଛି ଅଂଶ ସଂକଳିତ କିଏ କରିଥିଲେ? ଆର୍ତ୍ତବଲ୍ଲଭ ମହାନ୍ତି 1932 ମସିହାରେ। ପୂର୍ଣ୍ଣାଙ୍ଗ ରୁଦ୍ରସୁଧାନିଧି କିଏ ସଂକଳିତ କରିଛନ୍ତି? କରୁଣାକର କର 1965 ମସିହାରେ। ରୁଦ୍ରସୁଧାନିଧି ଗ୍ରନ୍ଥର ନାୟକ କିଏ? ଅଭିନବ ଚୈତନ୍ୟ। ରୁଦ୍ରସୁଧାନିଧିର ଖଳ ଚରିତ୍ର କିଏ? ଯୋଗୀ କାମାନନ୍ଦ। ରୁଦ୍ରସୁଧାନିଧିରେ କେଉଁ ଧର୍ମର କଥା କୁହାଯାଇଛି? ଶୈବ ଧର୍ମର କଥା କୁହାଯାଇଛି। ରୁଦ୍ରସୁଧାନିଧି ଗ୍ରନ୍ଥର ରଚନା ନିୟମ କ'ଣ? 50 ବର୍ଣ୍ଣ ଭେଦ ନିୟମରେ ରୁଦ୍ରସୁଧାନିଧି ଗ୍ରନ୍ଥ ରଚିତ। ସହସ୍ର ସହସ୍ର ଚନ୍ଦ୍ର, ସହସ୍ର ସହସ୍ର ସୂର୍ଯ୍ୟ, ସହସ୍ର ସହସ୍ର ବିଜୁଳି, ସହସ୍ର ସହସ୍ର ଅଗ୍ନି, ସହସ୍ର ସହସ୍ର ମାଣିକର ଜ୍ୟୋତି ଏହା କେଉଁ ଗ୍ରନ୍ଥରେ ବର୍ଣ୍ଣିତ? ରୁଦ୍ରସୁଧାନିଧି ଗ୍ରନ୍ଥରେ ବର୍ଣ୍ଣିତ। ରୁଦ୍ରସୁଧାନିଧିର ଲେଖାକୁ କିଏ ପ୍ରଥମେ ପଦ୍ୟାତ୍ମକ ଗଦ୍ୟ ବୋଲି କହିଥିଲେ? କରୁଣାକର କର। ରୁଦ୍ରସୁଧାନିଧିରେ ଲିଙ୍ଗରାଜଙ୍କୁ କ'ଣ ବୋଲି ସମ୍ବୋଧନ କରାଯାଇଛି? ଭୁବନେଶ୍ୱର। ରୁଦ୍ରସୁଧାନିଧି କେଉଁ ଶ୍ରେଣୀର ଗଦ୍ୟ ରଚନା? ବୃତ୍ତଗନ୍ଧି। କେତେ ପ୍ରକାରର ଗଦ୍ୟ ରଚନା ଶୈଳୀ ରହିଛି? 4 ପ୍ରକାର। ମୁକ୍ତକ, ବୃତ୍ତଗନ୍ଧି, ଉତ୍କଳିକା, ପ୍ରାୟ ଚୂର୍ଣ୍ଣକ। ଆଉ ଆମର ଯେଉଁ ରୁଦ୍ରସୁଧାନିଧି ଗ୍ରନ୍ଥଟି ବୃତ୍ତଗନ୍ଧି ଶୈଳୀରେ ରଚିତ। କିଏ ପ୍ରଥମେ ସୋମନାଥ ବ୍ରତକଥାର କ୍ରିୟଦଂଶ ଲୋକଲୋଚନକୁ ଆଣିଥିଲେ? ଆର୍ତ୍ତବଲ୍ଲଭ ମହାନ୍ତି ତାଙ୍କର ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ ପୁସ୍ତକ 1932 ମସିହାରେ ସୋମନାଥ ବ୍ରତ କଥା ବିଷୟରେ କିଛି ଲେଖିଥିଲେ। ଆଉ ସମ୍ପୂର୍ଣ୍ଣ ସୋମନାଥ ବ୍ରତ କଥାକୁ କିଏ ସମ୍ପାଦନା କରିଥିଲେ? ଜାନକୀ ବଲ୍ଲଭ ମହାନ୍ତି 1968 ମସିହାରେ। ଆମେ ଯଦି ପୁସ୍ତକ ଆକାରରେ ଯଦି ଦେଖିବା ଜାନକୀ ବଲ୍ଲଭ ମହାନ୍ତି, ଆଉ କିଏ ସେ କଥାକୁ ଲୋକଲୋଚନକୁ ଆଣିଥିଲେ? ଆର୍ତ୍ତବଲ୍ଲଭ ମହାନ୍ତି। ସୋମନାଥ ବ୍ରତ କଥା କେଉଁ ଧର୍ମକୁ ପ୍ରାଧାନ୍ୟ ଦେଇଛି? ଶୈବ ଧର୍ମକୁ। ପ୍ରସ୍ତାବ ଚିନ୍ତାମଣିର ଲେଖକ କିଏ? ନୀଳାମ୍ବର ବିଦ୍ୟାଧର। ପ୍ରସ୍ତାବ ଚିନ୍ତାମଣି ପ୍ରଥମେ ସମ୍ପାଦନା କିଏ କରିଥିଲେ? ସତ୍ୟନାରାୟଣ ରାଜଗୁରୁ। ଚାଚେରି ଲୀଳାର ଲେଖକ କିଏ? ଶରଣ ଦାସ। ଚାଚେରି ଲୀଳାର ରଚନା ଶୈଳୀ କ'ଣ? ଗଦ୍ୟ ପଦ୍ୟ ମିଶ୍ରିତ। ଚାଚେରି ଲୀଳାର ପ୍ରଥମ ସମ୍ପାଦନା କିଏ କରିଥିଲେ? ଆଶୁତୋଷ ପଟ୍ଟନାୟକ। ଯେହ୍ନେକ ବକ ନ ହଲଇନିର ତେହ୍ନେକ ମନ ପବନ ଥୀର। ଏ କେଉଁ ଗ୍ରନ୍ଥରୁ ଆସିଛି? ଶିଶୁବେଦ। ଶିଶୁବେଦରେ କେଉଁ ଧର୍ମର କଥା କୁହାଯାଇଛି? ନାଥ ଧର୍ମର କଥା କୁହାଯାଇଛି। ନାଥ ଧର୍ମ କେଉଁ ସାଧନା ଉପରେ ପ୍ରତିଷ୍ଠିତ? ହଠଯୋଗ ଓ କାୟା ସାଧନା ଉପରେ ପ୍ରତିଷ୍ଠିତ। ଯୋଗକୁ ପ୍ରାଧାନ୍ୟ ଦେଇଥିବା ନାଥ ଧର୍ମର ପ୍ରଥମ ଗ୍ରନ୍ଥ କ'ଣ? ଶିଶୁବେଦ, ଯୋଉଟାକି ଯୋଗକୁ ପ୍ରାଧାନ୍ୟ ଦେଇଛି। ଶିଶୁବେଦର ରଚନା କାଳ କେତେ ବୋଲି ମନେ କରାଯାଏ? 1300 ଶତାବ୍ଦୀ। ଶିଶୁବେଦରେ କେତୋଟି ଶ୍ଲୋକ ରହିଛି? 25ଟି ଶ୍ଲୋକ ରହିଛି। ଦୋଳଗୋବିନ୍ଦ ଶାସ୍ତ୍ରୀଙ୍କ ମତରେ ଶିଶୁ ଶବ୍ଦର କେଉଁଠୁ ଆସିଛି? ସୁଷୁମ୍ନାରୁ। ଶିଶୁବେଦ କେଉଁ ନାଥ ଯୋଗୀଙ୍କ ନାମରେ ପ୍ରଚଳିତ? ଗୋରେଖନାଥ। କଳସା ଚଉତିଶାର ସ୍ରଷ୍ଟା କିଏ? ବର୍ଷା ଦାସ। କଳସା ଚଉତିଶା ଲୋକଲୋଚନକୁ ପ୍ରଥମେ କିଏ ଆଣିଥିଲେ? ବିଚିନ୍ଦ୍ର ଚରଣ ପଟ୍ଟନାୟକ। ଓଡ଼ିଆ ସାହିତ୍ୟରେ ପ୍ରଥମ ଚଉତିଶାର ନାମ କ'ଣ? କଳସା ଚଉତିଶା। ତାହେଲେ ଚଉତିଶା ସାହିତ୍ୟରେ ପ୍ରଥମ ଚଉତିଶା ଭାବରେ ଆମେ କଳସା ଚଉତିଶାକୁ ମାନ୍ୟତା ଦେଇଥାଉ। କଳସା ଚଉତିଶାର ରଚୟିତା ହେଉଛନ୍ତି ବର୍ଷା ଦାସ। ନାଥ ସାହିତ୍ୟ ଓ ନାଥ ସମ୍ପ୍ରଦାୟ ପୁସ୍ତକର ରଚୟିତା କିଏ?
ବଂଶୀଧର ମହାନ୍ତି। ଭଜୁକିନା ରାମ ନାମରେ କୁମର ଭଜୁକିନା ରାମ ନାମ ଗୀତଟି କେଉଁମାନେ ବୋଲିଥାନ୍ତି? ନାଥ ଯୋଗୀମାନେ ବୋଲିଥାନ୍ତି। ରୁଦ୍ର ସୁଧାନିଧି ଗ୍ରନ୍ଥରେ ଅଭିନବ ଚୈତନ୍ୟ କେତୋଟି ବର୍ଣ୍ଣରେ ଶିବ ସ୍ତୁତି କରିଛନ୍ତି? 50ଟି ବର୍ଣ୍ଣରେ। ଝୁଲି ହୋଇ ଝିଙ୍କି ହୋଇ ପଡୁଛି ଢୋଳାଇ ଝିଅ କି ନାତୁଣୀ ପ୍ରାୟ ଦିଶିବୁକ ଦୁହିଁ। ଏଇଟା କଳସା ଚଉତିଶାରେ କୁହାଯାଇଛି। କଳସା ଚଉତିଶା କେଉଁ ଧର୍ମ ଆଧାରିତ ରଚନା? ଶୈବ ଧର୍ମ ଆଧାରିତ ରଚନା। ପରାକୃତ ଭାଷା ହିଂସୁ ଥାଇ ଉକ୍ତିଟି କେଉଁ ଗ୍ରନ୍ଥରେ ଆନୀତ? ରୁଦ୍ର ସୁଧାନିଧି। ଟୀକା ଗୋବିନ୍ଦ ଚନ୍ଦ୍ର କାହାର ରଚନା? ଯୋଗୀନ୍ଦ୍ର ଦୈବିଜ୍ଞ ବିପ୍ର। ଶିଶୁ ବେଦକୁ ଏକ ମୌଳିକ ରଚନା ବୋଲି କିଏ ଅସ୍ୱୀକାର କରିଛନ୍ତି? ନଟବର ସାମନ୍ତରାୟ। କଳସା ଏକ କଣ? କଳସା ଏକ ଛାନ୍ଦ। କଳସା ଗୀତ କେଉଁ ପ୍ରକାର ଗୀତ? ମଙ୍ଗଳ ଗୀତ। ଚଇନି ଚକଡ଼ା ପ୍ରଥମେ କିଏ ରଚନା କରିଛନ୍ତି? ଫକୀର ଚଇନି। ମାଦଳା ପାଞ୍ଜିରେ କେଉଁ ରାଜାଙ୍କଠାରୁ ବର୍ଣ୍ଣନା କରାଯାଇଛି? ଯଯାତି କେଶରୀ। ମତ୍ସ୍ୟେନ୍ଦ୍ରନାଥ ଓ ଗୋରେଖନାଥଙ୍କ କଥୋପକଥନ ଭଙ୍ଗୀରେ କେଉଁ ନାଥ ଗ୍ରନ୍ଥ ରଚିତ? ସପ୍ତାଙ୍ଗ ଯୋଗ ଧାରଣ। ମମରକୋଷ ଗୀତା କାହା ନାମରେ ଭଣିତ ହୋଇଛି? ଆଦିନାଥ। ଓଡ଼ିଶାର ମାଦଳା ପାଞ୍ଜିକୁ ସିଂହଳର କାହା ସହିତ ତୁଳନା କରାଯାଇଛି? ଧାତୁଭଂଶ। ମାଦଳା ପାଞ୍ଜି ସଂରକ୍ଷଣର ଦାୟିତ୍ୱ କାହାର ଥିଲା? କୋଠକରଣ। 14 ପାଦ ବିଶିଷ୍ଟ ଚର୍ଯ୍ୟା ଗୀତିଗୁଡ଼ିକୁ କଣ କୁହାଯାଏ? ଚଉଦାଳି।